ଶରଣାଗତ ଦିନାଥଂ ପରିତ୍ରାଣଂ ପରାୟଣେ ସର୍ବସାତ ଘରେ ଦେବୀ ମା ଶାରଦେ ଦେବୀ ନମସ୍ତୁତେ। ଜୟ ମା ଶାରଳା। ଆଜିକାର ନୀତିବାଣୀରେ ଆପଣମାନଙ୍କ ପାଇଁ ସୁନ୍ଦର କଥାଟିଏ। ଗୋଟିଏ ଗ୍ରାମରେ ଗରିବ ଇଏ କୃଷକଟିଏ ରହୁଥାଏ। କୃଷକର ଏକମାତ୍ର ସ୍ତ୍ରୀ। ଏହି ଦୁଇ ପ୍ରାଣୀ କେବଳ ଇଏ ପରିବାର ମଧ୍ୟରେ। କୃଷକଟି ଥିଲା ବହୁତ ଗରିବ। ଦିନେ ଖାଇଲେ 2 ଦିନ ଉପାସ ରହିବାକୁ ପଡ଼େ। ନିଜର ପରିବାରକୁ ଚଳାଇବା ପାଇଁ କୃଷକ ମନ ମଧ୍ୟରେ ଇଏ ଚିନ୍ତା କଲା, ମୁଁ ଯଦି ସହରକୁ ଇଏ ଚାଲିଯାଏ, ସହରରେ ମୁଁ ଜାଣିଛି ସେଠି ବହୁତ ପଇସା ଇଏ ରୋଜଗାର କରୁଛନ୍ତି। ଆଉ ମୁଁ ଯଦି ସେଇ ସହରକୁ ଯାଏ 2 ପଇସା ଅଧିକ ରୋଜଗାର କରିପାରିବି, ତାହେଲେ ଆମେ ମୋ ସ୍ୱାମୀ ସ୍ତ୍ରୀ 2 ଜଣ ଭଲରେ ରହିବୁ। ସ୍ତ୍ରୀ କି କହିଲା, ହେଇ ଦେଖ, ମୁଁ କିଛି ଦିନ ପାଇଁ ସହରକୁ ଯାଉଛି। ସ୍ତ୍ରୀ କହିଲା, ଇଏ କ'ଣ ପାଇଁକି ଯିବ? ନା, ମୁଁ ସହରକୁ ଗଲେ 2 ପଇସା ଅଧିକ ଇଏ ରୋଜଗାର କରିବି। ତାପରେ ମୁଁ ଆସିଲେ ଭଲ ସୁନ୍ଦର ଘରଟିଏ ଆମେ କରିବା। ସେଇ ସୁନ୍ଦର ଘରେ ଆମେ ରହିବା। ଗାଡ଼ିଟିଏ ମୁଁ କରିବି। ଗାଡ଼ିରେ ମୁଁ ଗାଡ଼ି ଚଲେଇବି, ତମେ ଇଏ ପଛରେ ବସିବ। ଆମେ ସହରକୁ ଯିବା ଭ୍ରମଣ କରିବା ପାଇଁ। ଏବଂ ଆମର ଇଏ ପିଲାଟିଏ ହବ। ପିଲାଟି ପାଇଁ ସୁନ୍ଦର ଖେଳନା ମଧ୍ୟ ମୁଁ ଆଣିବି। ଏଇଭଳି ସେ ଅନେକ ସ୍ୱପ୍ନ ଦେଖି ସ୍ତ୍ରୀ କି କହିଲା, ଦେଖ, ତମେ ମୋତେ ନାହିଁ କରନି, ଯାହା ହେଲେ ମୋତେ ସହରକୁ ଯିବାକୁ ପଡ଼ିବ। ସେହି ସମୟରେ ନିଜର ସ୍ତ୍ରୀ 2 ମାସର ଗର୍ଭବତୀ ଅବସ୍ଥା ଥାଏ। କୃଷକ ଜଣକ ସ୍ତ୍ରୀ କି ଘରେ ରଖି ଚାଲିଗଲା ସହରକୁ। ସହରରେ ବୁଲି 2 ପଇସା ବହୁତ କଷ୍ଟରେ ଇଏ ରୋଜଗାର କଲା। ରୋଜଗାର କରିବା ଭିତରେ ବିତିଗଲା ତାର ଇଏ 20 ବର୍ଷ। 20 ବର୍ଷ ସହରରେ ଯେତେବେଳେ ସେ ରହିଥାଏ, କେବଳ ତାର ଚିନ୍ତା ଥାଏ, ମୁଁ କିଭଳି ଭାବରେ ଅଧିକରୁ ଅଧିକ ଟଙ୍କା ଇଏ ରୋଜଗାର କରିବି। ଭୁଲିଗଲା ନିଜ ସ୍ତ୍ରୀ କଥାକୁ। ମୋ ସ୍ତ୍ରୀ କି ଏକୁଟିଆ ଛାଡ଼ିକି ଆସିଛି, ଗର୍ଭବତୀ ଥିଲା, ଆଜି ଭଲରେ ଅଛି କି ମନ୍ଦରେ ଅଛି, ତା ମଧ୍ୟ ତା ମନ ମଧ୍ୟରେ ଦିନେ ହେଲେ ବି ଆସିଲାନି। 20 ବର୍ଷ ପରେ ତା ସ୍ତ୍ରୀ କଥା ଇଏ ମନେ ପଡ଼ିଲା। କୃଷକ ଜଣକ ଚିନ୍ତା କଲା, ନାହିଁ, ମୁଁ ଯାଉଛି, ମୋ ନିଜ ଜନ୍ମସ୍ଥାନକୁ ଯିବି। ମୋ ସ୍ତ୍ରୀ ଭଲରେ ଅଛି କି ମନ୍ଦରେ ଅଛି, ମୁଁ ଆଗ ଯାଇ ତାକୁ ଟିକେ ଦେଖିବି। ଏହି ସମୟରେ ସହରରୁ ଯେତେବେଳେ ଗ୍ରାମକୁ ଆସେ, ଜଣେ ସାଧୁଟିଏ ନୀତିବାଣୀ ବିକ୍ରି କରୁଥାଏ। ସେଇଠି ସାଧୁ ଡାକ ପକାଉଥାଏ, ନୀତିବାଣୀ ବିକ୍ରି କରୁଛି, କିଏ ନବ ଆସ। ମୁଁ ନୀତିବାଣୀ ବିକ୍ରି କରୁଛି 100 ଟଙ୍କା ମାତ୍ର, ଯଦି କିଏ କିଣିବ ଆସ। ଏହି ସମୟରେ କୃଷକ ଜଣକ ଚିନ୍ତା କଲା, କ'ଣ ଇଏ ନୀତିବାଣୀ 100 ଟଙ୍କା ଯାଉ ପଛେ ମୁଁ ଯାଉଛି କିଣିବି। ସେଇ ନୀତିବାଣୀଟି ଥିଲା
100 टंका नहीं साधु कहले कहले जा करू जितेबले 5 मिनिट आग चिंता करिकिना ये करू। कृषक जनक कहला कहला यही कथाटा मु 100 टंका देली जहा करू 5 मिनिट चिंता करिकिना ये करू। कृषक जनक घर को आसी घरे जितेबले कबाट खोलीदेला देखिला तार निज स्त्री गोटे युवक पिला पाखरे शयन करिछि। यही समय कृषक जनक घर गोटे सुंदर ठेंगाटे आनिला कहला यही ठेंगारे मो स्त्री की बाड़े बाड़े मारिदेवी। मने पड़गला से साधु कथा। साधु को 100 टका देकी नीतिबाणी आनीला जहा करू 5 मिनिट ये चिंता करिकिना ये करू। हठात बाड़ीटी उंचेची स्त्री की बाड़े देवाई से साधु कथा मन पड़ जाइए अटकी गला 5 मिनिट स्त्री निद भांगी जा चाहिदेला आगे तार स्वामी सेठी कहला अरे पुओ उठी पड़ ये तो बापा आसछंती ये प्रणाम करी बुझा। पुओटी उठी पड़ी बापा को आसी मुंडिया मारी किंतु मन मध्य कृषक जनक ता पुओ केबे से देखि नथिला से ता मन मध्य ये चिंता करिदला ये जने किए अन्य युवक सहित मो स्त्री आज सहवास करुछि। किंतु साधुंकर से गोटे कथा 5 मिनिट जहा करू 5 मिनिट आग स्मरण करू तापर जाई करू से 5 मिनिट आज मु स्मरण कली बोली रहीगली बोली चिंता कली बोली किंतु मो परिवार को आज मु फेरी पाइनी नचेत मो परिवारटा आज ध्वंस हो जाता। तेणु आजिकार नीतिबाणी आम यही शिक्षा लाभ करवा आपण मैंने जिते बड़े जहा करुचंती आग टिके चिंता करिवे पर कथारे केतबेल पाई निजर पुओ झियो बा स्त्री की गाली गुजब करिवेनी बा हाथ उठेकिना ये मारिवेनी से घर भांगी जीव कारण कान होउची अविश्वास आखि होउची विश्वास। तेणु आजिकार नीतिबाणी जदि मोर भल लगी आपण मैंने गोटे लाइक करिकिना सब्सक्राइब कर दिंतु अन्य मान को शेयर करंतु ये समाजर मंगल हब। आजिकार अनुचिंता गर्भवती ये नारी माने केतबेले दांत मूल को खुंटिबेनी कारण से पिलाटी भल पिला हुए। गर्भवती थिबा अवस्था केतबेले दांत मूल खुंटिबेनी से संतानटी गोटे भल संतान हुएनी। एतिकी कही मोर नीतिबाणी को ये शेष करुच्ची। ये प्रणाम। जय जगन्नाथ।